ଭାରତରେ ଯେତେବେଳେ ବି ନଦୀମାନଙ୍କ କଥା ଆସେ ସେତେବେଳେ ତିନୋଟି ନଦୀର ନାଁ ପ୍ରଥମେ ସାମ୍ନାକୁ ଆସେ। ତାହା ହେଉଛି ଗଙ୍ଗା, ଯମୁନା ଓ ସରସ୍ୱତୀ। ଆମେ ଗଙ୍ଗା ଓ ଯମୁନା ନଦୀକୁ ତ ଦେଖୁଛେ, କିନ୍ତୁ ସରସ୍ୱତୀ ନଦୀ ଆଜି ଯାଏଁ କେହି ବି ଦେଖିପାରୁନାହାନ୍ତି। ତାମାନେ କ'ଣ ସରସ୍ୱତୀ ନଦୀ ପୃଥିବୀରେ ନାହିଁ? ଆଉ ଯଦି ନାହିଁ ତାହେଲେ ତା ନାଁ ପ୍ରଥମରେ କାହିଁକି ନିଆଯାଉଛି? ଆଉ ଯଦି ଅଛି ବୋଲି ଧରାଯାଏ ତାହେଲେ କାହିଁକି ଆମେ ତାକୁ ଦେଖିପାରୁନେ? କ'ଣ ରହିଛି ଏହା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ? ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ ଭିଡିଓରୁ। ସରସ୍ୱତୀ ନଦୀ, ଏହି ନଦୀର ନାଁ ସମସ୍ତେ ଶୁଣିଛନ୍ତି, କିନ୍ତୁ କେହି ବି ଏହି ନଦୀକୁ ଦେଖି ନାହାନ୍ତି। ଆପଣ ଜାଣିଥିବେ ଏବେ କିଛିଦିନ ଆଗରୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଚାଲିଥିଲା। କୋଟି କୋଟି ଲୋକ ତ୍ରିବେଣୀ ସଙ୍ଗମକୁ ଯାଇ ବୁଡ଼ ପକାଉଥିଲେ। ତ୍ରିବେଣୀ ସଙ୍ଗମ କ'ଣ? ତ୍ରିବେଣୀ ସଙ୍ଗମ ଯେଉଁଠି ତିନୋଟି ପବିତ୍ର ନଦୀମାନେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀ ମିଶିଛନ୍ତି। ଏମାନଙ୍କର ମିଳନସ୍ଥଳୀକୁ ତ୍ରିବେଣୀ ସଙ୍ଗମ କୁହାଯାଏ। ଲୋକମାନେ ଗଙ୍ଗା, ଯମୁନାକୁ ତ ଦେଖିପାରୁଥିଲେ, କିନ୍ତୁ ସରସ୍ୱତୀ ନଦୀକୁ କେହି ଦେଖିପାରୁନଥିଲେ। ତେଣୁ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥିଲା ଯେ ସରସ୍ୱତୀ ନଦୀ ସଙ୍ଗମରେ କୁଆଡ଼େ ଗଲେ? କେଉଁଠି ଏ ନଦୀ ବହୁଛି? ଅନେକ ଜଣ କୁହନ୍ତି ସରସ୍ୱତୀ ନଦୀ ପାତାଳରେ ବହୁଛି, ଆଉ ସଙ୍ଗମରେ ଏହି ତିନୋଟି ନଦୀ ମିଶିଛନ୍ତି। ପାତାଳଗାମୀ ହୋଇଥିବାରୁ ସରସ୍ୱତୀ ନଦୀକୁ କେହି ବି ଦେଖିପାରୁନାହାନ୍ତି, ଯେତେବେଳେ କି ଅନ୍ୟ ଦୁଇଟି ନଦୀ ଭୂମି ଉପରେ ବହୁଥିବାରୁ ତାକୁ ସମସ୍ତେ ଦେଖିପାରୁଛନ୍ତି। ସରସ୍ୱତୀ ନଦୀ ହେଉଛି ପ୍ରାଚୀନ ନଦୀ। ଧାର୍ମିକ ଦୃଷ୍ଟିକୋଣରୁ ଏହାର ମାନ୍ୟତା ରହିଛି। ଏହାକୁ ଜାଣିବା ପାଇଁ ଚାଲନ୍ତୁ ଯିବା ହିମାଳୟ, ଯିଏକି ଅନେକ ପବିତ୍ର ନଦୀର ଉତ୍ପତ୍ତି ସ୍ଥଳ। ଋଗ୍ବେଦରେ ଏହି ନଦୀର ଚର୍ଚ୍ଚା ରହିଛି। ଏହା ସିନ୍ଧୁ ନଦୀ ଭଳି ପବିତ୍ର। ମହାଭାରତ ଭଳି ଅନେକ ଗ୍ରନ୍ଥରେ ଏହି ନଦୀ ଶୁଖିବା ବିଷୟରେ କୁହାଯାଇଛି, କିନ୍ତୁ ବୈଜ୍ଞାନିକମାନେ ଏବେ ରିସର୍ଚ୍ଚ କରୁଛନ୍ତି ଯେ 1000 ବର୍ଷ ଆଗରୁ କେମିତି ଓ କାହିଁକି ଏହି ନଦୀ ବିଲୁପ୍ତ ହୋଇଗଲା। ସରସ୍ୱତୀ ନଦୀର ଉତ୍ପତ୍ତି ସ୍ଥଳ ଓ ବହିବା ଦିଗକୁ ନେଇ ଅନେକ କଥା ଶୁଣିବାକୁ ମିଳେ। ଅନେକ ପ୍ରଶ୍ନ ସାମ୍ନାକୁ ଆସେ। କେହି କେହି ଏହାର ଉଦ୍ଗମ ସ୍ଥଳ ହରିୟାଣାର ଆଦିବଦ୍ରୀ ସ୍ଥାନକୁ ଭାବନ୍ତି, ତ ଅନ୍ୟ କେହି ଉତ୍ତରାଖଣ୍ଡର ମାଣା ଗ୍ରାମକୁ ଭାବନ୍ତି। ଚାଲନ୍ତୁ ଜାଣିବା ଏହାର ସତ୍ୟତା ବିଷୟରେ। ସରସ୍ୱତୀ ନଦୀକୁ ଗଙ୍ଗାଠୁ ବି ଶ୍ରେଷ୍ଠ ମନାଯାଏ। ଦେବୀ ସରସ୍ୱତୀଙ୍କ ରୂପ ହେଉଛି ଏହି ସରସ୍ୱତୀ ନଦୀ। ସରସ୍ୱତୀ ନଦୀର ପାଣି ଏତେ ସଫା ଥିଲା ଯେ ପୃଥିବୀର ପ୍ରତିବିମ୍ବ ମଧ୍ୟ ଏହି ପାଣିରେ ଦେଖାଯାଉଥିଲା। ଗ୍ଲାସିୟରରୁ ବାହାରିଥିବା ନୀଳ ରଙ୍ଗର ସଫା ପାଣିକୁ ମୁନି ଋଷିମାନେ ବି ବ୍ୟବହାର କରୁଥିଲେ। ଏହାର ବିଲୁପ୍ତ ହେବା ପଛରେ ଯଦି ଧାର୍ମିକ କାରଣ ଦେଖିବା, ତାହେଲେ ଥରେ ମହାଭାରତ ଯୁଗରେ ପାଣ୍ଡବମାନେ ସ୍ୱର୍ଗାରୋହଣ କରିବା ପାଇଁ ଉତ୍ତରାଖଣ୍ଡ ଦେଇ ଯାଉଥିଲେ। ବାଟରେ ଏହି ସରସ୍ୱତୀ ନଦୀଟି ପଡ଼ିଲା। ତାଙ୍କୁ ଏହି ନଦୀ ପାର କରି ଯିବାର ଥିଲା। ସମସ୍ତେ ଗଲେ, କିନ୍ତୁ ଦ୍ରୌପଦୀ ଯାଇପାରିଲେ ନାହିଁ। ଏନେଇ ଯୁଧିଷ୍ଠିର ନଦୀକୁ ନିଜ ଗତିକୁ ଧୀର କରିବାକୁ କହିଲେ, କିନ୍ତୁ ସରସ୍ୱତୀ ନଦୀ କହିଲେ ଯେ ନଦୀର ସ୍ରୋତକୁ ନିୟନ୍ତ୍ରଣ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, ତେଣୁ ସେ ଏହାର ବେଗକୁ କମାଇ ପାରିବେ ନାହିଁ। ଏହାକୁ ଶୁଣି ଭୀମ ରାଗିଗଲେ, ଆଉ ସେଠି ଏକ ବଡ଼ ପଥର ଫୋପାଡ଼ିଲେ, ଯେମିତି ଦ୍ରୌପଦୀ ନଦୀକୁ ପାର ହେଇଯିବେ। କିନ୍ତୁ ଏ ପଥର ପକାଇବା ପରେ ନଦୀଟି କୁଆଡ଼େ ପାତାଳଗାମୀ ହେଇଗଲା। ଏହାକୁ ନେଇ ମାଣା ଗ୍ରାମରେ ଏହି ବିଶ୍ୱାସ ରହିଛି। ଏବେ ବି କୁଆଡ଼େ ସେହି ପଥର ରହିଛି, ଯାହାପରେ ନଦୀଟି ଲୁପ୍ତ ହୋଇଯାଇଛି ବୋଲି ଜଣାପଡ଼େ। ଆଉ ଏକ ଧାର୍ମିକ କାରଣ ଅନୁସାରେ ଥରେ ମହର୍ଷି ବେଦବ୍ୟାସ ଗଣେଶଙ୍କୁ ମହାଭାରତ ଲେଖାଉଥିଲେ। ଏ ସମୟରେ ସରସ୍ୱତୀ ନଦୀର ଶବ୍ଦ ପାଇଁ ଗଣେଶ ଧ୍ୟାନ କେନ୍ଦ୍ରିତ କରିପାରୁନଥିଲେ। ତେଣୁ ମହର୍ଷି ବେଦବ୍ୟାସ ଓ ଗଣେଶ ରାଗିଯାଇ ନଦୀକୁ ଅଭିଶାପ ଦେଇଦେଲେ, ଯାହା ପାଇଁ ଏହି ନଦୀ ଲୁପ୍ତ ହୋଇଗଲା। ଏହା ତ ଥିଲା ଧାର୍ମିକ କାରଣ। ଏବେ ବୈଜ୍ଞାନିକ କାରଣ କ'ଣ ରହିଛି ଜାଣନ୍ତୁ। ବୈଜ୍ଞାନିକଙ୍କ ମତରେ ସରସ୍ୱତୀ ନଦୀ ଶୁଖିବାର ବା ବିଲୁପ୍ତ ହୋଇଯିବାର ମୁଖ୍ୟ କାରଣ ହେଉଛି ଟେକ୍ଟୋନିକ୍ ପ୍ଲେଟ୍ର ପରିବର୍ତ୍ତନ। ଏହା ପାଇଁ ନଦୀର ପ୍ରବାହରେ ପ୍ରଭାବ ପଡ଼ିଲା। କମ୍ ବର୍ଷା ଓ ଜଳବାୟୁରେ ପରିବର୍ତ୍ତନ ବି ଏହାର କାରଣ ସାଜିଲା। କୁହାଯାଏ ଯେତେବେଳେ ଉତ୍ତରାଖଣ୍ଡରୁ ସରସ୍ୱତୀ ନଦୀ ହରିୟାଣା ଓ ପଞ୍ଜାବ ଦେଇ ଆସିଲା, ସେତେବେଳେ ଲୋକମାନେ ଏହାର ପାଣିକୁ ରୋକିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଏହାର ଦିଗକୁ ଜବରଦସ୍ତି ପରିବର୍ତ୍ତନ କରିବା ପ୍ରକ୍ରିୟା ଏଥିପାଇଁ ଖରାପ ସାଜିଲା, ଯାହାକି ଅଧ ବାଟରେ ହିଁ ଏହି ନଦୀ ଅଳ୍ପ ଅଳ୍ପ ଶୁଖିବାକୁ ଲାଗିଲା। ଦ ଲଷ୍ଟ ରିଭର ବୁକ୍ରେ ଏଭଳି ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଲେଖାଯାଇଛି। ରାଜସ୍ଥାନର କିଛି ଭାଗକୁ 50ରୁ 70 ମିଟର ଯାଏଁ ଖୋଳିବା ପରେ
ताजा और सफा पानी बाहरी ଯେଉଁଥିରୁ ଏହି ନଦୀ ପାତାଳରେ ବା ଭୂମି ତଳେ ବହୁଥିବାର ଜଣାପଡ଼ିଲା। ଏସବୁ କାରଣରୁ ସରସ୍ୱତୀ ନଦୀ ଗୁପ୍ତ ଭାବେ ପାତାଳରେ ବହୁଛି ବୋଲି ପ୍ରମାଣ ମିଳିଲା। କାରଣ ମରୁଭୂମି ତଳେ ନଦୀ ବହିବା ଏକ ଅସମ୍ଭବ କଥା। ରିସର୍ଚ୍ଚରମାନେ ଏହାର ଖୋଜ କରି ଏପରି କହିଛନ୍ତି ଯେ ଏବେ ବି ରାଜସ୍ଥାନ ମରୁଭୂମି ତଳେ ଗୁପ୍ତ ଭାବେ ସରସ୍ୱତୀ ନଦୀ ବହୁଛି। ତେବେ ସରସ୍ୱତୀ ନଦୀର ଲୁପ୍ତକୁ ନେଇ ଏହି ଇନଫର୍ମେସନ ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଛି ତେବେ ଲାଇକ୍ କରନ୍ତୁ ଏବଂ ଏହାକୁ ଖୁବ୍ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟରେ ନିଜ ଫିଡବ୍ୟାକ୍ ନିହାତି ଦିଅନ୍ତୁ। ଆମ ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଦେଖିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।